ଆମ୍ଭେମାନେ ସ୍ୱାଧୀନ ହେବାକୁ ଚାହୁଁ। ସ୍ୱାଧୀନତାର ଅର୍ଥ ସ୍ୱାର୍ଥପରତା ନୁହଁ ତ? ଯଦି ତାହା ହେଲେ ତାହାର ପରିଣାମଟା କ'ଣ ଜାଣିଛେ କି? ଆଜିର ଟପିକ୍ ହେଉଛି ଏୟା। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ପିତୃଦେବ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ପ୍ରଣାମ। ଯେଉଁ ସମସ୍ତ ଦାଦା ଓ ମା ମାନେ ପରମ ପ୍ରେମମୟଙ୍କ ଏହି ଅମୃତବାଣୀ ଶ୍ରବଣ ମନନ ପାଠ ଶୁଣୁଛନ୍ତି, ସମସ୍ତଙ୍କ ପ୍ରତି ମୋର ଆନ୍ତରିକ ଆନନ୍ଦିତ ଜୟଗୁରୁ ଭକ୍ତି ଶ୍ରଦ୍ଧା ଓ ପ୍ରଣାମ। ଆଜିର ଟପିକ୍ ହେଉଛି ସ୍ୱାର୍ଥପରତା ଓ ସ୍ୱାଧୀନତା। ସ୍ୱାର୍ଥପରତାକୁ ଆମେମାନେ ସ୍ୱାଧୀନତା ବୋଲି ଭାବୁନୁ ତ? ସ୍ୱାଧୀନ ଯାହାକୁ ଆମେ ମନେ କରୁଛୁ, ସ୍ୱାଧୀନ ହେବାକୁ ଚାହୁଁଛୁ, ସେଇ କଥାଟା ସ୍ୱାର୍ଥପରତା ନୁହଁ ତ? ଯଦି ତାହା ହେଲେ ତାହାର ପରିଣାମଟା କ'ଣ ହୁଏ? ଆଉ ଆମେ କ'ଣ ପ୍ରକୃତ ପକ୍ଷରେ ସ୍ୱାଧୀନ ହେଇପାରୁଛୁ? ଏଇ ସ୍ୱାଧୀନତା ଓ ସ୍ୱାର୍ଥପରତା ମଧ୍ୟରେ ପାର୍ଥକ୍ୟଟା କ'ଣ? ଆସନ୍ତୁ ଆଜି ଆମେ ଏହା ବିଷୟରେ ଜାଣିବା। ଏହି ବିଷୟରେ ପାଠ ଏବଂ ଆଲୋଚନା ଭିତରେ ପ୍ରବେଶ କରିବା ପୂର୍ବରୁ ଆପଣମାନଙ୍କ ପାଖରେ ଗୋଟେ ଛୋଟିଆ ନିବେଦନ। ଯଦି ପରମ ପ୍ରେମଙ୍କ କଥା, ଅମୃତ କଥା ଭଲ ଲାଗୁଛି, ଆପଣମାନେ ନିଶ୍ଚିତ ଭାବରେ ଏହି ଭିଡ଼ିଓଟିକୁ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରି ରଖିବେ, ଯେଉଁଥିପାଇଁ କି ଆପଣଙ୍କ ପାଖରେ ପ୍ରଥମେ ଭିଡ଼ିଓର ନୋଟିଫିକେସନ୍ ପହଞ୍ଚିଯିବ। ଠିକ୍ ଅଛି? ତ ଦୟାକରି ସବସ୍କ୍ରାଇବ୍ କରିନେବେ। ଠିକ୍ ଅଛି? ଏବେ ଆସନ୍ତୁ ପାଠ ଭିତରେ ପ୍ରବେଶ କରୁଛି। ପାଠଟି ଏମିତି ହେଲା, ପରମ ପୂଜ୍ୟପାଦ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତ୍ୟାନୁଷ୍ଠାନରେ ଯେଉଁ ତାଙ୍କେ ଶ୍ରୀହସ୍ତରେ ଲିଖି ଯାଇଛନ୍ତି, ସେ ବାଣୀଟି ହେଉଛି ସ୍ୱାର୍ଥପରତା ସ୍ୱାଧୀନତା ନୁହଁ, ବରଂ ସ୍ୱାଧୀନତାର ଅନ୍ତରାୟ। ଏହି ବାଣୀଟି ପାଠ ହେବା ପରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ପିତୃଦେବଙ୍କ ସମ୍ମୁଖରେ ବସିଥିବା ଭକ୍ତମାନଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା, ସେତେବେଳେ ସେମାନେ କହିଲେ, ସ୍ୱାର୍ଥପରତାର ଅର୍ଥ ମୁଁ ନିଜେ ଭଲ ରହିବାକୁ ଚାହିଁବି, ନିଜର ଭଲଟା ଚାହୁଁ, ନିଜେ ଖାଇବି, ନିଜେ ପିନ୍ଧିବି, ଏହାକୁ ସ୍ୱାଧୀନତା କହନ୍ତି। ଏହି ସ୍ୱାଧୀନତାଟା ହେଉଛି ପ୍ରକୃତ ସ୍ୱାଧୀନତାର ଅନ୍ତରାୟ। ସେ ପିତୃଦେବ କହୁଛନ୍ତି, ହେଲେ ସ୍ୱାଧୀନତାର ଅନ୍ତରାୟ କ'ଣ, କାହିଁ କିପରି ହେଲା? ସ୍ୱାଧୀନତାର ଅର୍ଥଟା କ'ଣ? ସ୍ୱାଧୀନତା ମାନେ ଅନ୍ୟର ଅଧୀନରେ ନ ରହିବା, ତା ଅର୍ଥ ନିଜର ଅଧୀନ ରହିବା। ହେଲେ ନିଜର ଇଚ୍ଛା ଅନୁସାରେ ଚାଲିବା, ଖାଇବା ପିଇବା ଇତ୍ୟାଦି। ହେଲେ ନିଜର ଅଧୀନରେ ରହିପାରିଲିନି କାହିଁକି? ସ୍ୱାର୍ଥପରତାର ଅର୍ଥଟା କ'ଣ? ସ୍ୱାର୍ଥପରତା ଅର୍ଥ ନିଜର ସୁଖ ସୁବିଧା ଦେଖିବା। ସ୍ୱାଧୀନତାର ଅର୍ଥ କ'ଣ? ଅର୍ଥାତ୍ ନିଜ ଅଧୀନରେ ରହିବା। ହେଲେ ସେଠି ମଧ୍ୟ ନିଜ ଶବ୍ଦଟି ଅଛି, ଏଇଠି ମଧ୍ୟ ନିଜ ଶବ୍ଦଟି ଅଛି। ତାହେଲେ କ'ଣ ହେଲା? ନିଜର ସୁବିଧା ଦେଖିଲେ ସ୍ୱାଧୀନ ହେଇପାରୁନି କାହିଁକି? ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି, ବାଣୀରେ ଅଛି ଯେ ସ୍ୱାଧୀନତା ସ୍ୱାର୍ଥପରତା ନୁହଁ। ଯଦି ନିଜର ଇଚ୍ଛା ଅନୁସାରେ ଚାଲିଲୁ, ହେଲେ ସେଇଟା ସ୍ୱାଧୀନ ବୋଲି ଭାବୁଛୁ, ହେଲେ ସେଇଟା ସ୍ୱାଧୀନତା ନୁହଁ, ସ୍ୱାର୍ଥପରତା। ଆଉ ସ୍ୱାଧୀନତାର ଅନ୍ତରାୟ ଏଇଟା କିପରି? କେହି ଠିକ୍ ଭାବରେ ଉତ୍ତର ଦେଇ ନ ପାରିବାରୁ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ପିତୃଦେବ, ଶ୍ରୀ ଶ୍ରୀ ବରଦା ସେ ନିଜେ କହିବାକୁ ଲାଗିଲେ, ସ୍ୱାଧୀନ ଅର୍ଥ ସ୍ୱାଧୀନ, ଅର୍ଥାତ୍ ସ୍ୱ ମାନେ ନିଜ, ସ୍ୱୟଂ। ନିଜ ଅର୍ଥ କ'ଣ? ଆଖି, କାନ, ନାକ, ଏଇଆ। ମଣିଷ ଯେତେବେଳେ ମରିଯାଆନ୍ତି, ସେତେବେଳେ ଏଗୁଡ଼ିକ ତ କୌଣସି କାର୍ଯ୍ୟ କରନ୍ତି ନାହିଁ। ହେଲେ ସ୍ୱାଧୀନତାର ଅର୍ଥ କ'ଣ? ସେ ପୁଣି କହିଲେ, ମୁଁ ଯେ ପରମ ପିତାଙ୍କର ସନ୍ତାନ, ଏଇ ବୋଧଟା ହେଉଛି ସ୍ୱ। ମୁଁ ଯେଉଁ ପରମ ପିତାଙ୍କର ସନ୍ତାନ, ଏଇ ବୋଧଟା ହେଉଛି ସ୍ୱ। ମୁଁ ପରମ ପିତାଙ୍କର ସନ୍ତାନ, ପରମ ପିତାଙ୍କର ମୋ ମଧ୍ୟରେ ଅଛନ୍ତି, ଏଇ ବୋଧଟା। ପରମ ପିତା ଅର୍ଥ ପିତାଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ। ଆଉ ସ୍ୱାର୍ଥପରତା ଅର୍ଥ ନିଜ। ସ୍ୱାର୍ଥପରତା ଅର୍ଥ ନିଜର ବୃତ୍ତି ପ୍ରବୃତ୍ତିର ଅଧୀନତା। ସ୍ୱାର୍ଥପରତା ଅର୍ଥ ନିଜର ବୃତ୍ତି ପ୍ରବୃତ୍ତିର ଅଧୀନତା। ତାହେଲେ କ'ଣ ହେଲା? ମୁଁ ପରମ ପିତାଙ୍କର ସନ୍ତାନ, ମୁଁ ଇଷ୍ଟଙ୍କର ଦାସ, ତାଙ୍କର ଏଇ ସେବକ। ଏଇ ଯେଉଁ ବୋଧ, ଏଇଭଳି ଭାବରେ ଚାଲିବାଟା ହିଁ ସ୍ୱାଧୀନତା।
সেই প্রকৃত স্বাধীন ଯିଏ ପରମ ପିତାଙ୍କର ସନ୍ତାନ ବୋଲି ନିଜକୁ ଭାବନ୍ତି ଏବଂ ସେଇ ବୋଧ ନେଇକି ଚାଲନ୍ତି। ମୁଁ ପ୍ରତ୍ୟେକଙ୍କୁ ମୁଁ କିମ୍ବା ପ୍ରତ୍ୟେକ ସମସ୍ତେ ତାଙ୍କର ହିଁ ସନ୍ତାନ ଆମେ ଜାଣୁ ବା ନ ଜାଣୁ। କିଏ ଜାଣିଛନ୍ତି, କିଏ ବୋଧ କରୁଛନ୍ତି, କିଏ କରୁନାହାନ୍ତି। ଏଇ ବୋଧ ହେଉଛି ପ୍ରକୃତ ବୋଧ। ଏଇ ବୋଧ ନେଇକି ଚାଲିଲେ ହିଁ ସିଏ ସ୍ୱାଧୀନ। ଆଉ ସେତେବେଳେ ହିଁ ସେ ନିଜର ସ୍ୱାର୍ଥ ଆଉ ଦେଖନ୍ତି ନାହିଁ। ସେ ସମସ୍ତଙ୍କର ସ୍ୱାର୍ଥକୁ ନିଜର ସ୍ୱାର୍ଥ ବୋଲି ଭାବନ୍ତି, ସମସ୍ତଙ୍କର ମଙ୍ଗଳରେ ନିଜର ମଙ୍ଗଳ ବୋଲି ଭାବନ୍ତି, ସମସ୍ତଙ୍କର ଭଲରେ ହିଁ ନିଜର କଲ୍ୟାଣ ଦେଖନ୍ତି। କେବଳ ଆତ୍ମସ୍ୱାର୍ଥକୁ ସେ ଦେଖନ୍ତି ନାହିଁ। ଯିଏ ନିଜର ଆତ୍ମସ୍ୱାର୍ଥକୁ ପ୍ରାଧାନ୍ୟତା ଦିଅନ୍ତି ସେ ସେତେବେଳେ ପ୍ରକୃତ ସ୍ୱାଧୀନ ହେଇପାରନ୍ତି ନାହିଁ। ଅପରର ମଙ୍ଗଳ କରିବା ତାଙ୍କ ପକ୍ଷରେ ସମ୍ଭବ ହୁଏ ଉଠେ ନାହିଁ। ତେଣୁ କହିଛନ୍ତି ଯେ ସ୍ୱାର୍ଥପର ଯଦି ହେଉଛୁ ହେଲେ କ'ଣ ହେବ, ଆମକୁ ପ୍ରକୃତ ସ୍ୱାଧୀନତା କେବେ ମିଳିବ ନାହିଁ। ବରଂ ନିଜେ ନିଜକୁ ସଂକୁଚିତ ହୋଇପଡ଼ିବୁ। ଆଉ ଅନ୍ୟମାନେ ତାହା ଜାଣିଦେବେ, ମୋତେ ଧରି ପକାଇବେ ଏବଂ କହିବେ ଲୋକଟି ବହୁତ ସ୍ୱାର୍ଥପର। ଆଉ ଏମିତି ଭାବରେ କ'ଣ ହେବ, ତାର ଏଇ ଯେଉଁ ସ୍ୱାର୍ଥପରତାର ଏହାର କର୍ମଫଳ ମଧ୍ୟ ମୋତେ ଭୋଗିବାକୁ ପଡ଼ିବ। ଆଉ ନିଜର ଲାଭ ଦେଖିବାକୁ ଯାଇ କ'ଣ ପରିସ୍ଥିତିଟା ହେଉଛି ନା ଆମେ ନିଜକୁ ନିଜେ ହିଁ ଠକି ହେଉ। ଏବେ କଥାଟି ଆସିଛି ପରମ ପୂଜ୍ୟପାଦ ଶ୍ରୀ ପିତୃଦେବ ସ୍ୱ ଅଧୀନ କଥାଟି କହିଛନ୍ତି। ସ୍ୱ ଅର୍ଥ ସ୍ୱ ଶବ୍ଦଟି ଆସିଛି ସତ୍ତାରୁ। ସତ୍ତା ଅର୍ଥ କ'ଣ? ପରମ ପ୍ରେମମୟ ଶ୍ରୀ ଠାକୁର କହିଛନ୍ତି ସତ୍ତା ସଚ୍ଚିଦାନନ୍ଦମୟ ଅସତ୍ ନିରୋଧ ହିଁ ସତ ହିଁ। ସଚ୍ଚିଦାନନ୍ଦଙ୍କର ପରିପୋଷକ ଯାହା ତାହା ହିଁ ଧର୍ମ। ଆଉ ଧର୍ମ ମୂର୍ତ୍ତ ହୁଏ ଆଦର୍ଶରେ ଦୀକ୍ଷା ଆଣେ ଅନୁରାଗ ଆଣେ ବୃତ୍ତି ନିୟନ୍ତ୍ରଣ। ଏ ଯେଉଁ ବୃତ୍ତି ସ୍ୱାର୍ଥପରତା ଅର୍ଥାତ୍ ନିଜର ଅଧୀନ, ନିଜର ବୃତ୍ତି ପ୍ରବୃତ୍ତିର ଅର୍ଥାତ୍ ଅଧୀନ ହେଲେ এই ଆଦର୍ଶକୁ ଯେତେବେଳେ ଧରୁ, ଯିଏକି ଧର୍ମର ମୂର୍ତ୍ତ ପ୍ରତୀକ, ତାଙ୍କୁ ଯେତେବେଳେ ଧରୁ ସେତେବେଳେ ଆମର ବୃତ୍ତି ନିୟନ୍ତ୍ରଣ ହୁଏ। ଆଉ ବୃତ୍ତି ନିୟନ୍ତ୍ରଣ କ'ଣ ହୁଏ? ଧୃତି ଅର୍ଥାତ୍ ଧାରଣ କ୍ଷମତା। ଆଉ ଏ ଧୃତି ଆଣେ ସଂହତି ଆଣେ କ'ଣ? ଶକ୍ତି ଆଣେ ସମ୍ବର୍ଦ୍ଧନା। এই ଶକ୍ତି ଆସିଲେ ହିଁ ଆମେ ଆମର ସମାନ ଭାବରେ ବୃଦ୍ଧି ଲାଭ କରୁଛୁ। ଆଉ ଏଇ ଯେଉଁ ଧୃତି ଆଣେ প্রণিধান, ଆଉ প্রণিধানରୁ ହିଁ ଆସେ ସମାଧି, ପୁଣି ସମାଧିରୁ ଆସେ କୈବଲ୍ୟ, ଯାହା ତୃଷ୍ଣାର ଏକାନ୍ତ ନିର୍ବାଣ ମହାଚେତନ ସମୁତ୍ଥାନ। ପରମ ପ୍ରେମମୟ ଶ୍ରୀ ଠାକୁର এই କଥା କହିଛନ୍ତି। ହେଲେ ସତ୍ତାଧୀନ ହେବା ହେଉଛି ପ୍ରକୃତ ସ୍ୱାଧୀନତା। ଆଉ ଏହାର ବିପରୀତ ଯିବା ଅର୍ଥାତ୍ ବୃତ୍ତି ପ୍ରବୃତ୍ତିର ଅଧୀନ ହେବା। ବୃତ୍ତି ଆମକୁ କ'ଣ କରାଏ? କାମ, କ୍ରୋଧ, ଲୋଭ, ମୋହ, ମାତ୍ସର୍ଯ୍ୟ ଏଗୁଡ଼ିକ କ'ଣ କରନ୍ତି? ଲୋଭ ଆମକୁ ସବୁ ଲାଳାୟିତ କରନ୍ତି, ସବୁ ଅଖାଦ୍ୟ କୁଖାଦ୍ୟ କରି ଖାଇବା ପାଇଁ। ନିଶା ବୃତ୍ତି ପ୍ରବୃତ୍ତିର ପଡ଼ିକି କିଏ କ'ଣ ନ କରୁଛନ୍ତି, କେତେ କ'ଣ, ମୁଁ ଆଉ ସେଇଟା ବିସ୍ତାରିତ ଭାବରେ କହିବାକୁ ଚାହେଁନି। ତ ଏଇ ବୃତ୍ତି ପ୍ରବୃତ୍ତି ମଝିରେ ରହିକରି ଆମେ କ'ଣ କରୁଛୁ? ନିଜେ ହିଁ ମୃତ୍ୟୁବରଣ କରୁଛୁ। କିଏ ଅଧପତନରେ ଯାଉଛୁ। ଆଜିକାର ସମୟରେ ସ୍ୱାଧୀନ ଗୋଟିଏ ଶବ୍ଦ ଚାଲିଛି। ସ୍ତ୍ରୀ ଲୋକମାନେ, ମା ମାନେ ସେମାନଙ୍କୁ ସଙ୍ଗ କରି ଆମେ କାହାର ଅଧୀନ ନୁହଁ। ଜଣେ ସ୍ତ୍ରୀ କହୁଛନ୍ତି ମୁଁ ସ୍ୱାମୀଙ୍କର କଥା କାହିଁକି ମାନିବି, ମୁଁ ଶ୍ୱଶୁର ଶାଶୁଙ୍କର କଥା କାହିଁକି ମାନିବି। ପୁରୁଷ କହୁଛନ୍ତି ମୁଁ ପୁରୁଷ, ମୁଁ କାହିଁକି ତମର କଥା ଶୁଣିବି। ଏମିତି ଭାବରେ ଯଦି ସମସ୍ତଙ୍କୁ ସ୍ୱାଧୀନ ଭାବରେ ଚାଲିବାଟା ଆରମ୍ଭ କଲେ, ଏଇଟା ହେଉଛି ଆତ୍ମକେନ୍ଦ୍ରିକତା, ସ୍ୱାର୍ଥପରତା। ଭାବନ୍ତୁ ଥରେ ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ବୁଲନ୍ତି। ପୃଥିବୀ ଯଦି କହିଥାନ୍ତେ ନାହିଁ ମୁଁ ସୂର୍ଯ୍ୟଙ୍କ ଚାରିପଟେ ବୁଲିବି ନାହିଁ, ହେଲେ ପୃଥିବୀର ଅବସ୍ଥାଟା କ'ଣ ହେଇଥାନ୍ତା? କ'ଣ ହେଇଥାନ୍ତା ଏ ବିଶ୍ୱ ବ୍ରହ୍ମାଣ୍ଡରେ? ସମସ୍ତେ ଯଦି ଏମିତି ଭାବରେ ଚାଲନ୍ତି, ଅର୍ଥାତ୍ ପରମ ପିତାଙ୍କ ସନ୍ତାନ ଆମେ ସମସ୍ତେ, ଜାଣୁ ବା ନ ଜାଣୁ ସେଇ ପରମ ପିତାଙ୍କର ସନ୍ତାନ ଆମେ ସମସ୍ତେ, ତାଙ୍କର ସୃଷ୍ଟି, ସେ ସମସ୍ତଙ୍କୁ ଭଲ ପାଆନ୍ତି। ଆମେ ସମସ୍ତଙ୍କର ମଙ୍ଗଳ ସ୍ୱାର୍ଥକୁ ଆଗରେ ରଖି ନିଜର ସ୍ୱାର୍ଥକୁ ଗ୍ରହଣ କରିବୁ, ନିଜର ସ୍ୱାର୍ଥ ଅର୍ଥାତ୍ ନିଜର ପ୍ରୟୋଜନକୁ। ঠিক আছে, তো ସେଥିପାଇଁ ଆମେ ଆଗେଇ ଚାଲିବା। ଜୟ ବନ୍ଦେ ପୁରୁଷୋତ୍ତମ।